ଆଜି ମୁଁ ଆପଣଙ୍କୁ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ଓ ଐତିହ୍ୟବାହୀ ହୀରାକୁଦ ନଦୀବନ୍ଧ ବିଷୟରେ କହିବି। ହୀରାକୁଦ ନଦୀବନ୍ଧ ତଳେ ବୁଡ଼ି ରହିଛି ଅନେକ ମନ୍ଦିର ଆଉ କେତେ ଯେ ଗାଁ, ତାହା ବାସ୍ତବରେ କଳ୍ପନା କରିବା ବହୁତ କଷ୍ଟ। କେତେ ଯେ ଲୋକ ନିଜ ଘର ଜମି ହରାଇଛନ୍ତି ସେ କଥାର ବିଚାର ନାହିଁ। ଆଉ ତା ସହ ଲୁଚି ରହିଛି ଐତିହ୍ୟ ସମ୍ପନ୍ନ ମନ୍ଦିର। ପଶ୍ଚିମ ଓଡ଼ିଶାରେ ଅନେକ ପ୍ରାଚୀନ ମନ୍ଦିର ସବୁ ଥିଲା, ଯାହାକି ହୀରାକୁଦ ନଦୀବନ୍ଧ ତିଆରି ହେବା ପରେ ସେସବୁ ବୁଡ଼ି ଯାଇଛି, ନିଜର ଅସ୍ତିତ୍ୱ ହରାଇଛି। ଯେଉଁ ବନ୍ଧକୁ ଆମେ ଆଜି ମାନବ ସୃଷ୍ଟିର ସବୁଠାରୁ ବିଶାଳ ତଥା ଲମ୍ବା ବନ୍ଧ ଭାବେ ଜାଣୁଛୁ, ସବୁଠାରୁ ଶ୍ରେଷ୍ଠ ସୃଷ୍ଟି ଭାବେ ଜାଣୁଛୁ, ସେହି ବନ୍ଧର ତଳେ ପାଣିର ଅସୀମ ଗଭୀରତାରେ ଲୁଚି ରହିଛି ପୁରୁଣା ଜୀବନର ସ୍ମୃତି, ବୁଡ଼ି ଯାଇଥିବା ଗାଁ, ମନ୍ଦିରର ଚୁଳି, ଘଣ୍ଟ ଧ୍ୱନି ଓ ଅନେକ ରହସ୍ୟ। କୁହାଯାଏ ହୀରାକୁଦ ବନ୍ଧ ତିଆରି ହେଲା ନୂଆ ଭବିଷ୍ୟତ ପାଇଁ, କିନ୍ତୁ ବିଲୀନ ହେଲା ଗତକାଲିର ସ୍ମୃତି ପାଇଁ। ହୀରାକୁଦ ଜଳରେ ବୁଡ଼ିଥିବା ଇତିହାସ ବିଷୟରେ ଏବେ ସଂକ୍ଷେପରେ ଜାଣନ୍ତୁ। 1948ରୁ 1957 ପର୍ଯ୍ୟନ୍ତ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ପ୍ରାୟ 200ଟି ଗାଁ, 50,000ରୁ ଅଧିକ ଜଣ ଲୋକଙ୍କର ଘର ଜମି ବୁଡ଼ିଗଲା। ଏ ଲୋକମାନେ ବାସହରା ହୋଇଗଲେ, ନିଜ ଘର ସହ ନିଜ ଜମିକୁ ବି ହରାଇ ବସିଲେ। ଏହା ସହିତ ବୁଡ଼ିଗଲା ପ୍ରାଚୀନ ମନ୍ଦିର, ପୁରୁଣା ପାଠଶାଳା, ବଜାର ଏବଂ ଅନେକ ପବିତ୍ର ସ୍ଥଳ। ଲୋକମାନେ କୁହନ୍ତି, ବନ୍ଧ ପାଣି ଆମଠାରୁ ଆମର ମାଟି ନେଲା, କିନ୍ତୁ ସ୍ମୃତି ନେଇପାରିଲା ନାହିଁ। ପାଣି ତଳରୁ ଘଣ୍ଟି ଧ୍ୱନିର ରହସ୍ୟ କେତେ ମାତ୍ରାରେ ସତ? ହୀରାକୁଦ ନଦୀବନ୍ଧର ଶାନ୍ତ ପାଣିରେ ରାତିରେ କେବେ କେବେ ଶୁଣାଯାଏ ମନ୍ଦିର ଘଣ୍ଟିର ଧ୍ୱନି। ଏହା ସତ କି ଲୋକକଥା? କେହି କୁହନ୍ତି ପାଣି ଚାଲିଲେ ପଥର ଧକ୍କା ଲାଗି ଶବ୍ଦ ହୁଏ, କିନ୍ତୁ ବୟସ୍କମାନେ ଆଜି ବି ବିଶ୍ୱାସ କରନ୍ତି ମାଙ୍କ ପୀଠ ବୁଡ଼ିଲେ ମଧ୍ୟ ରୋଷ ଚିହ୍ନ ପାଣିରୁ ଆସେ। ଏହା ରହସ୍ୟ। ବିଜ୍ଞାନ ଉତ୍ତର ଦେଉଛି, କିନ୍ତୁ ଭକ୍ତି ଅନ୍ୟ ଗୋଟେ ଉତ୍ତର ଦେଉଛି। ଆପଣ କ'ଣ ବିଶ୍ୱାସ କରୁଛନ୍ତି? ଏହା ଆଜି ବି ଚର୍ଚ୍ଚା ଲାଗି ରହିଛି। ପାଣିର ତଳେ ଥିବା କେତେକ ପୁରୁଣା ମନ୍ଦିର ପାଣି କମିଲେ ଦେଖାଯାଏ, ଯାହାର ପ୍ରମାଣ ଯିଏ ଦେଖିଛନ୍ତି ସେ ଜାଣିଛନ୍ତି। ଏବେ ଜାଣନ୍ତୁ ସେହି ପ୍ରମୁଖ ମନ୍ଦିର ବା ସ୍ଥଳ ବିଷୟରେ, ଯାହାକି ହୀରାକୁଦ ଆଶ୍ରୟ ଜଳରେ ବୁଡ଼ି ଯାଇଛି। ପଦ୍ମପୁର ନଗରର ପଦ୍ମାସିନୀ ମନ୍ଦିର। ଏହା ପଦ୍ମପୁରର ଏକ ପ୍ରାଚୀନ ମନ୍ଦିର, ଯାହାକି ହୀରାକୁଦ ନଦୀ ତଳେ ବୁଡ଼ି ଯାଇଛି। ପାଣି ଶୁଖିଲେ ଏହାକୁ ଦୂରରୁ ଲୋକମାନେ ଦେଖିପାରନ୍ତି। ଶିଳାଲେଖା ପ୍ରମାଣସ୍ଥଳ ପଦ୍ମାସିନୀ ମନ୍ଦିର ଅଞ୍ଚଳରୁ ଲିଥୋଗ୍ରାଫ ଶିଳାଲେଖା ମିଳିଛି, ଯାହାର ଅର୍ଥ ଏହା ଏକ ପୁରାତନ ପୌରାଣିକ ମନ୍ଦିର ଥିଲା। ଏହାର ପ୍ରମାଣ ଏହିଠାରୁ ମିଳିଛି। ଏହାପରେ ମା ମହେଶ୍ୱରୀ ମନ୍ଦିର, ଭାଲୁଡୁମ୍ରି, ଲଖନପୁର। ହୀରାକୁଦ ମଧ୍ୟରେ ଭାଲୁଡୁମ୍ରି ଦ୍ୱୀପ ପାଖରେ ଥିବା ମା ମହେଶ୍ୱରୀ ମନ୍ଦିର ବୁଡ଼ି ଯାଇଛି। ଏହି ମନ୍ଦିର ପାଣି ଜଳରେ ପ୍ରାୟ ସମୟ ବୁଡ଼ିଥାଏ, କିନ୍ତୁ ଜଳସ୍ତର ହ୍ରାସ ହେଲେ ମନ୍ଦିର ଅଞ୍ଚଳ ଦେଖାଯାଏ। ଅନ୍ୟାନ୍ୟ ବହୁତ ମନ୍ଦିର ମଧ୍ୟ ଏହି ନଦୀବନ୍ଧରେ ବୁଡ଼ି ଯାଇଛି। ହୀରାକୁଦ ବନ୍ଧ ନିର୍ମାଣ ସମୟରେ 200ରୁ ଅଧିକ ମନ୍ଦିରଗୁଡ଼ିକ ବୁଡ଼ି ଯାଇଛି। ଏମାନଙ୍କର ପ୍ରାୟ 150ରୁ ଅଧିକ ସଂରକ୍ଷିତ ଅବସ୍ଥାରେ ନାହିଁ ଏବଂ 50ରୁ ଅଧିକ ମନ୍ଦିର ସେମାନଙ୍କର ଶିଖର ଜଳ କମିବା ସମୟରେ ଦେଖାଯାଆନ୍ତି। ଯେତେବେଳେ ପାଣି କମିଯାଏ ଓ ପ୍ରାଚୀନ ଦେଉଳର ଶିଖର ଦେଖାଯାଏ, ସେତେବେଳେ ଲାଗେ ସମୟ ଫେରି ଆସିଛି, ମାଟି ନିଜ ଇତିହାସକୁ ପୁଣି ଫେରି ପାଇଛି। ଲୋକମାନେ କୁହନ୍ତି, ଆମେ ମାଟି କାଟି ଘର କଲୁ, ଦିନେ ପାଣି ଆସି ଆମଠାରୁ ଆମ ମାଟି ଛଡ଼ାଇ ନେଲା। କିନ୍ତୁ ଏହି ବ୍ୟଥା ଭିତରୁ ଜନ୍ମ ନେଲା ନୂଆ ସହର ସମ୍ବଲପୁର, ବୁର୍ଲା, ଝାରସୁଗୁଡ଼ାର ନୂଆ ସ୍ୱପ୍ନ, ନୂଆ ଆଶୀର୍ବାଦ, ନୂଆ ଉନ୍ନତି। ବିଦ୍ୟୁତ୍, ଜଳସଞ୍ଚୟ ଏବଂ ଉନ୍ନତି। ହୀରାକୁଦ ରହସ୍ୟ, ଆସ୍ଥା ଓ ଉନ୍ନତିର ଜଳାଶୟ। ହୀରାକୁଦ ଆଜି କେବଳ ବନ୍ଧ ନୁହେଁ, ଏହା ହେଉଛି ମାନବୀୟ ଭାବନା, ବଳିଦାନ ଓ ପ୍ରଗତିର ସମ୍ମିଳିତ ଚିତ୍ର। ଏହାର ଚାଞ୍ଚଲ୍ୟପୂର୍ଣ୍ଣ ପାଣିରେ ଗୋଟେ ପଟେ ରହିଛି ଆଶାର ଭବିଷ୍ୟତ, ଆଉ ଅନ୍ୟ ପଟେ ବୁଡ଼ି ଯାଇଥିବା ଗତକାଲିର ରହସ୍ୟ ଏବେ ଯାଏଁ ଶୋଇ ରହିଛି। କେବେ ତୁମେ ମୁଣ୍ଡ ନୁଆଁଇ ତଳକୁ ଚାହିଁ ଦେଖିଛ? ସେତେବେଳେ ଲାଗେ ନୀରବ ପଥରମାନେ ଆମକୁ ଶୁଣାଇବାକୁ ଚାହୁଁଛନ୍ତି ଗୋଟେ ପୁରୁଣା କାହାଣୀ। ଯଦି ତୁମେ ହୀରାକୁଦର ଏହି ଅଜଣା କାହାଣୀକୁ ଅନୁଭବ କରିଛ ଏବଂ ବିଶ୍ୱାସ କରୁଛ, ତାହେଲେ କମେଣ୍ଟରେ ମୋତେ ଏ ବିଷୟରେ ଜଣାଅ। ହୀରାକୁଦ ନଦୀବନ୍ଧର ରହସ୍ୟକୁ ନେଇଥିବା ଆଜିର ଏହି ସ୍ପେଶାଲ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି, ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର ମଧ୍ୟ କରନ୍ତୁ।
ଭିଡ଼ିଓଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଦେଶ ଦୁନିଆ ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଏଭଳି ଅନେକ ରହସ୍ୟମୟ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।